ଟିଙ୍କ ଉକୁଣି ଗାଈ ଗୋରୁ ବଳଦ ଏମାନଙ୍କ ପାଖରେ ଏଇ ବର୍ଷା ଦିନ ଶେଷରେ ଶୀତ ବର୍ଷାର ସନ୍ଧିକ୍ଷଣରେ ଶୀତ ଆଉ ବସନ୍ତ ଋତୁର ସନ୍ଧିକ୍ଷଣରେ ବେଶୀ ଦେଖାଯାଏ। ଟିଙ୍କ ଏମାନଙ୍କ ବ୍ରିଡ଼ିଂ ବେଶୀ ହୁଏ। ତାହାର ସହଜ ସରଳ ନିରାକରଣ ରହିଛି। ବିନା କେମିକାଲରେ ବିନା ଖର୍ଚ୍ଚାନ୍ତ ହୋଇ ସହଜ ସରଳ ଭାବରେ ଆମେ ତାର ନିୟନ୍ତ୍ରଣ କରିପାରିବା। ଦୁଇ ଉପାୟ ଭଲ କାମ କରେ। ପ୍ରଥମ ଉପାୟରେ ନିମ ତେଲର ବ୍ୟବହାର। ଗୋଟେ ଗିନାରେ ବା ତାଟିଆରେ ନିମ ତେଲ 100 ml ଖଣ୍ଡେ ନେବା। ସେଥିରେ ଛୋଟ କନାଟେ, ରୁମାଲ କନାଠୁ ବି ଆହୁରି ଛୋଟ ସୂତି କନା, ସୂତାରେ ତିଆରି କନା ବୁଡ଼େଇବା। ତା ସାରା ଶରୀରକୁ ସେଇ କନା ଯେମିତି ଆମେ ଗୋବର ଲିପନ୍ତି ଘରେ ସେଇଭଳିଆ ତା ସାରା ଶରୀର ଲଗେଇଦେବା। ଗାଧେଇବାନି, ଲଗେଇଦେବା। ପୁଣି 3 ଦିନ ପରେ ଆଉ ଥରେ ଲଗେଇବା। ଏମିତି 3 ଥର କରିଲେ ଟିଙ୍କ ନିୟନ୍ତ୍ରଣ, ଉକୁଣି ଟିଙ୍କ ଏସବୁର ନିୟନ୍ତ୍ରଣ ହେଇଯିବ। ଦ୍ୱିତୀୟ ଉପାୟ ନିମପତ୍ର ପାଣି। 1 କିଲୋ ନିମପତ୍ର ପ୍ରାୟ ଆନୁମାନିକ ଭାବରେ 1 କିଲୋ ନେବା। ଛୋଟ ଛୋଟ କାଟିଦେବା। 4 ଲିଟର ପାଣିରେ ଗୋଟିଏ ମାଠିଆ ବା ଘୁମରେ ପାଣିରେ 4 ଲିଟର ପାଣିରେ ବତୁରେଇ ଦେବା। ସେଇ ମାଠିଆ ବା ହାଣ୍ଡି ବା ଘୁମର ଉପରେ ଗୋଟେ ଢାଙ୍କୁଣୀ ଦେବା। ପ୍ରାୟ 20 ଦିନ ରଖିବା ପାଣିରେ ଭିଜେଇକିରି। ମଝିରେ ମଝିରେ ଗୋଟେ କାଠି ଦ୍ୱାରା ସେଇ ପାଣିକୁ ବୁଲେଇ ଦେଉଥିବା, ତାକୁ ମିଶେଇ ଦେଉଥିବା ଗୋଟେ କାଠିରେ, ପୁଣି ଘୋଡ଼ଣୀ ଦେଇଦେବା। 20 ଦିନ ଦେଲା ପରେ ସେଇ ପାଣିକୁ ଛାଣିଦେବା ଆଉ ଦେହ ସାରା ଘଷିଦେବା ବା ଗାଧେଇ ଦେବା। ଏଇଟା ବହୁତ ଇଫେକ୍ଟିଭ୍। ନିମ ତେଲ ତ କିଣିବାକୁ ପଡ଼ିବ, ଟିକେ ଖର୍ଚ୍ଚ ଲାଗିବ, କିନ୍ତୁ ଏଇ ନିମପତ୍ର ପାଣି ସ୍ପ୍ରେ କରିବା ବା ଗାଧେଇବା ଆହୁରି ସହଜ ସରଳ, ଯେକୌଣସି ଲୋକ କରିପାରିବେ, ବିନା ଖର୍ଚ୍ଚରେ କରିପାରିବେ। ଯେଉଁଟାକୁ କୁହାଯାଉଛି ନୋ ଇନପୁଟ୍ ବେସ୍ଡ ସଷ୍ଟେନେବୁଲ୍ ଆନିମଲ୍ ସାଇନ୍ସ। ଆନିମଲ୍ ହିଲିଂ ପାଇଁ ବା ପଶୁର ଚିକିତ୍ସା ପାଇଁ ଏଥିରେ କିଛି ପଇସା ହିଁ ଖର୍ଚ୍ଚ ହେବ ନାହିଁ। ଏଇ 2ଟି ଉପାୟ ଆପଣମାନେ ନିଜେ କରିପାରିବେ।